ଜୀବନରେ ଯଦି କେହି ନିଃସ୍ୱାର୍ଥପର ଭଲ ପାଉଥିବେ ସେ ହେଉଛନ୍ତି ବାପା ଆଉ ମା। ହୁଏତ କିଛି ସମୟରେ ବା କିଛି ଦିନ ବା କେଉଁ ମୁହୂର୍ତ୍ତରେ ମନର କଥା ବାପା ନ ବୁଝିପାରନ୍ତି, ହେଲେ ମା ହୃଦୟର ପ୍ରତ୍ୟେକଟି କଥାକୁ ଯେମିତି ସେ ପଢ଼ିପାରେ, ଚିହ୍ନିପାରେ ଆଉ ବୁଝି ମଧ୍ୟ ପାରେ। ପିଲା ଭୋକରେ ଅଛି କି ଖାଇଛି ଯଦି ସେ କଥା କିଏ ବୁଝିପାରେ, ସେ ହେଉଛି ମା। ନ କହିଲେ ବି ପିଲା କେତେ ଚିନ୍ତାରେ ଅଛି, କ'ଣ ଭାବୁଛି, କେଉଁ ଅସୁବିଧାରେ ପଡ଼ିଯାଇଛି, ସେ କଥା ଯଦି ବୁଝିପାରେ, ସେ ହେଉଛି ମା। ହୁଏତ ଉପର ମୁହଁରେ ସେ ବହୁତ ଗାଳି ଦିଏ, କିନ୍ତୁ ତା ଭିତରେ ସବୁବେଳେ କହୁଥାଏ ମୋ ପିଲାର ଯେମିତି ମଙ୍ଗଳ